ଆଉ ଯୁଦ୍ଧ ହବ। ଆଉ ଆଲାମଗୁରିରେ ବିହର କରିବେ ନୃପଚୂଡ଼ାମଣି ଯାଇ କାଳିଆ ବୋଦାରେ ସମର ହୋଇବ ସନ୍ନ୍ୟାସୀ ନଥିବେ କେହି। ଯେ ଆଲାମଗିରିରେ ସମର ହୋଇବ ବା ବିହର କରିବେ ନୃପଚୂଡ଼ାମଣି ନିଜେ ବଳ ଦବ। ଆଚ୍ଛା କାଳିଆ ଗୋଦାରେ କାଳିଆ ଘାଇରେ ସମର ହବ ସନ୍ନ୍ୟାସୀ ନଥିବେ କେହି। ସନ୍ନ୍ୟାସୀ ବୋଇଲେ ଭଣ୍ଡ ସନ୍ନ୍ୟାସୀ ମାନେ ରହିବେନି, ସେଇଠାରେ ସବୁ ନଷ୍ଟ ଭଷ୍ଟ ହେଇଯିବେ। ପ୍ରକୃତ ସାଧୁ ଯିଏ ତ୍ରିକାଳରେ ସନ୍ଧ୍ୟା କରୁଛନ୍ତି ସେ ହଜାର ହଜାର ସାଧୁ ଯାଇକି ଯୋଗରା କଟକରେ ବ୍ରହ୍ମା ଶୁଭ ଖମ୍ବ ପକେଇଛନ୍ତି। ଗୁପ୍ତ କାଳିଆ ଗୋଦା, କାଳିଆ ଗୋଦା, କାଳିଆ ଗୋଦା ପାଖରେ ଅଛି ଗୋଟେ ଗୁପ୍ତ କାଳିଆ ଗୋଦା, ବୁଝିଲ। ସେଇଟା ବ୍ରିଜର ପଶ୍ଚିମ ଭାଗକୁ ଅଛି ଗୁପ୍ତ କାଳିଆ ଗୋଦା, ପୂର୍ବ ଭାଗକୁ ଅଛି କାଳିଆ ଗୋଦା। ଆଚ୍ଛା ଯୋଉ ତାହେଲେ ସେଠି ସବୁ ଖେଳ ହବ। ଆମେ ଯୋଉ କୁହାହଉଛି ଯୋଉ ଯୁଦ୍ଧ ପରେ ପରେ ଆମେ ଯାହା ଜଣା ପଡୁଛି ଆଗକୁ କିଛି ହବ କି ଘରୋଇ କଳିରୁ ଗାଁରୁ ମାନେ ସହର ଏମିତି ବ୍ୟାପିବ କି? ଏଇ ଶୁଣ, ଗାଁ ଗାଁରେ ସହର ବଜାର ଦେଇ ଲାଗିଥିବ। ଗଙ୍ଗା କୂଳ କତିରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ସହର ବଜାର ସମାନ ହୋଇବ। ଆଚ୍ଛା ଘରେ ଘରେ ଯେ ଦ୍ୱନ୍ଦ ଉପୁଜିବ, ପିତା ପୁତ୍ର ମଧ୍ୟରେ କଳହ ଲାଗିବ, ଆଉ ସ୍ୱାମୀ ସ୍ତ୍ରୀ ଭିତରେ କଳହ ଲାଗିବ, ଭାଇ ଭାଇ ଭିତରେ କଳହ ଲାଗିବ। ଏ ସବୁ ହେଲା କଳି ରାଜାର। କଳି ଯେତେବେଳେ ବିଦା ହେଇକି ଯାଉଛି ସେତେବେଳେ କିଛି ଗୁଡ଼ିଏ ନଷ୍ଟ କରିଦେଇକି ଯିବ। ନଷ୍ଟ କରିଦବା ଭିତରୁ ନିଜେ ଭଗବାନ ସ୍ୱୟଂ ଆମର ତ୍ରିବିଜ ସାଆନ୍ତ ଏଗୁରା ସବୁ ରକ୍ଷା କରିବେ। ଦକ୍ଷିଣରେ ଥିବେ ହରେ ରାମକୃଷ୍ଣ, ଉତ୍ତରରେ ପଞ୍ଚାନନ। ମିଥୁନ ମାସରେ ଶୂନ୍ୟ ଶବଦ ହବ ଜାଣିବେ ଭଗତ ଜନ। ଯେ ଉତ୍ତର ଭାଗରେ ଆମର ପଞ୍ଚାନନ ବୋଇଲେ ହିମାଳୟଗିରି ଶଙ୍କର ଭଗବାନ ଅଛନ୍ତି। ଦକ୍ଷିଣରେ ଅଛନ୍ତି ଯେ ହରେ ରାମକୃଷ୍ଣ, ବଳଭଦ୍ର ଆଉ ମାତା ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ। କୋଉଠି ନା ବଡ ଦେଉଳରେ ଅଛନ୍ତି। ଆଉ ମିଥୁନ ମାସରେ ଶୂନ୍ୟ ଶବଦ ହବ। ମିଥୁନ ବୋଇଲେ ଆଷାଢ ମାସରେ ଶୂନ୍ୟରୁ ଶବ୍ଦ ହବ ବୋଇଲେ ତୋପ କମାଣ ସେତେବେଳକୁ ପ୍ରଚଣ୍ଡ ପ୍ରକାର ଗର୍ଜିଥିବ। ଆଗକୁ ଯୋଉ ଆଷାଢ ମାସ ଆସୁଛି। ଆଚ୍ଛା ତୋପ କମାଣ ଏତେ ଜୋରେ ଗର୍ଜନ କରିବ ଅଗଷ୍ଟ ମାସ ଯାହା କିଛି କହନ୍ତି ମା ବସୁଦ୍ଧ ବି ଥରହର ହୋଇ ଉଠିବ। ଗିରିଗୁରା କବି ମାନେ ଥରି ଉଠିବ। ଲୋକଙ୍କର ରୋମାଞ୍ଚ ଆସିଯିବ, ରୁମ ମୂଳ ସବୁ ଟାଙ୍କୁରି ଯିବ ଠିକ ମରିଚ ଆକୃତିର। ଭୟଙ୍କର ସମୟ ଏଇଟା। ଏଇ ବର୍ଷଟା ରହିଛି 26 ଅବିକା 25 କତରୁ ଆରମ୍ଭ ହେଲା। 25ରେ ତ ରେବତୀ ମୀନ ପ୍ରବେଶ କରିବା ଭିତରେ ଆରମ୍ଭରୁ ଏଇଆ ଶେଷ କଥା। ବର୍ତ୍ତମାନ 2.5 ବର୍ଷ ଭୋଗ କରିବ ରେବତୀ ମୀନ। 2.5 ବର୍ଷ ଭିତରେ ଦେଶ କ୍ଷୀଣ ଖରାପ, ବିଦେଶ ବି କ୍ଷୀଣ ଖରାପ, ମାନେ ସାରା ବିଶ୍ୱ ବି ଛିନଛତ୍ର ହେଇଯିବ। ବିଶ୍ୱର ସତ୍ତା କିଛି ରହିବନି। ରହିଲା ବାଗେ କାହିଁକି ଆଶା କରାଯାଉନି। ମାନଚିତ୍ର ଲିପିଯିବ। ହଁ। ଆଚ୍ଛା 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 2.5 ବର୍ଷ ପୁରା ଘାଣ୍ଟି ଦବ। 2.5 ବର୍ଷ ଅବିକା ସାରା ଦେଶ ପାଇଁକି, ସାରା ବିଶ୍ୱ ପାଇଁ ଉତ୍ପାତ, ବିତ୍ପାତ, ବଜ୍ରଘାତ ଏବଂ ଶନିପାତ, ବୁଝିଲ। ତା ବାଦେ ମହି ସଂଶୋଧନ କରିବ। ଭାରତ ବିଜାତି କେହି ରହିବେ ନାହିଁ। ଭାରତ ବର୍ଷରେ ଅନ୍ୟ ଜାତି କେହି ରହିବେନି। କେବଳ ସନାତନ ଧର୍ମଟା ହବ ମୂଳ। ଯୋଉ ଆମର ଭାରତ ଦେଶରେ ଭିନ୍ନ ଭିନ୍ନ ଧର୍ମ ପ୍ରଚାର ହଉଛି,
একমাত্র সত্য সনাতন হইব মূল বিশ্বগুরু হব। অনন্ত হইবে রাজা পালিবে জনপদ রাজা আচ্ছা বলদেব হইবে রাজা। সারা বিশ্বরে ধর্ম প্রতিষ্ঠা হব সনাতন ধর্ম কেবল সনাতন ধর্ম বাନା উড়ିବ। ବାନା ଉଡିବ। ସେ ଯୋଉ ବଳଦେବ ହେବେ ରାଜା ଦିଲ୍ଲୀ ସିଂହାସନ ହେବେ ତ କିଛି ବସିବ ସୁଧର ଦାଦନଗର ଠାରେ କାନୁ ପରିଚୟ ଯୋଉ ହଁ। କରୁଥିଲୁ। ଦିଲ୍ଲୀରେ ବସିବେ ତ ଧର୍ମ ଇଏ ସ୍ୱୟଂ ହଳଧର ଶେଷ ଦବ ଅଳ୍ପ କିଛି ଦିନ ବସିବେ। ସେ ଜାଗାଟାକୁ ଇନ୍ଦ୍ରପ୍ରସ୍ଥ ଯେତେବେଳେ ଦିଲ୍ଲୀ ସେ ଇନ୍ଦ୍ରପ୍ରସ୍ଥରେ ଧର୍ମ ଯୁଧିଷ୍ଠିକି ରାଜା କରିଦେଇକି ଆସିକି ଖଣ୍ଡଗିରିରେ ସେମାନେ ରହିବେ। ଆଚ୍ଛା ଲଲାଟ କେତରି ମୃଦଙ୍ଗ ବଜେଇଲେ ସବୁ ବିଶ୍ୱକର୍ମା ଆସିକି ଘର ତିଆରି କରି ଦେଇଦବ। ଖଣ୍ଡଗିରି ସାରା ପୁରା ଧବଳମୟୀପୁର ହେଇଯିବ, କୋଠା ବାଡି ହେଇଯିବ। କାହିଁରେ କଣ ସ୍ୱୟଂ ବଳଦେବ ହେବେ। ଆଉ ଇଏ ଟଙ୍କା ପଇସା କିଛି ନୋଟ ଆଉ ଏଇ ଯୋଉ ସବୁ କଏନ ଚାଲୁଛି ଏଗୁଡାକ ସବୁ ଚଳିବନି। କେବଳ ସ୍ୱୟଂ ଆମ ଠାକୁର ରାଜା ଗଜପତିଙ୍କର ଯୋଉ କଏନ ମାନଙ୍କରେ ରହିବ ଦିବ୍ୟ ସିଂହ ମୁଦ୍ରା ମାନ ଯେ ଚଳିବ ଏବଂ ସ୍ୱୟଂ ବଳଦେବ ଜଗନ୍ନାଥ ସୁଭଦ୍ରା ଏବଂ ସୁଦର୍ଶନ ଆଉ ଏଇ ମାନଙ୍କର ଛବିରେ ସବୁ ସ୍ୱର୍ଣ୍ଣ ମୁଦ୍ରା ରୌପ୍ୟ ମୁଦ୍ରା ବିଭିନ୍ନ ପ୍ରକାର ମୁଦ୍ରା ପ୍ରଚଳିତ ହବ ଆମ ସାରା ପୃଥିବୀ ସାରା। ଆଉ ବାବା ଗୋଟେ ବଡ କଥା କହିଲେ ଯେ ଆଗକୁ ଯୋଉ ଆସୁଛି ଆମର କାଗଜ ନୋଟ ଯୋଉ ଦେଖୁଛନ୍ତି ବା ଆମର ଏବେ ଯୋଉ ଦେଖୁଛନ୍ତି ପଇସା ସେସବୁ କାର୍ଯ୍ୟକାରୀ ହବନି। ଆଗକୁ ନିଜ ଦିବ୍ୟ ସିଂହ ଦେବଙ୍କର ତାଙ୍କର ମୁଣ୍ଡ ରହିବ ଏବଂ ଜଗନ୍ନାଥ ବଳ ସୁଭଦ୍ରାଙ୍କର ରହିବ। ସେ ଏବଂ ସୁନା ରୂପା ଏଇ ସବୁ ଧାତୁରେ ହବ। ହଁ ଏଇ ସବୁ ଧାତୁ ରୂପକର ଦ୍ରବ୍ୟରେ ସବୁ ମୁଦ୍ରା ଦାମୀ ଦାମୀ ମୁଦ୍ରା ତିଆରି ହବ। ସେ ସବୁ ସେତେବେଳକୁ ବଳଦେବ ରାଜା ହେଇଥିବେ। ବଳଦେବ ରାଜୁତି କରିଥିବେ। ସେଟା ଯୋଉ ବଳଦେବ ରାଜୁତି କରିବେ ସେଟା କେବେ ଆଜ୍ଞା? କେତେ ମସିହା? এটা খুব নিকট ভবিষ্যৎ। ମାନେ ଏଇ 2.5 ବର୍ଷ ଭିତରେ? ନାଇଁ এটা ଅଛି 32-33 ପରେ କରିବେ ବଳଦେବ ରାଜୁତି। ଆଚ୍ଛା ଆଚ୍ଛା ବୁଝିଲେ? ହଁ 2.5 ବର୍ଷ ଭିତରେ କିନ୍ତୁ ଏଇଟା ଯାଇତାଇ କଥା ନୁହେଁ। ବୁଝିଲ? କ୍ଷେତ୍ର ବାଳ ଦାଣ୍ଡ ମଝିରେ ରହିଛି ସୁବର୍ଣ୍ଣ ଲଙ୍ଗଳ ଜଇଁ। ବଳଗଣ୍ଡି ଗୋଟା ଅଛି ବଡ ଦାଣ୍ଡ ମଧ୍ୟରେ। ବଳଦେବଙ୍କର ଅଛି କଣ କହିଲ ସୁବର୍ଣ୍ଣର ଲଙ୍ଗଳ ସେ ବାହାରିବ। କ୍ଷେତ୍ର ବଡ ଦାଣ୍ଡ ମଝିରେ ରହିଛି ସୁବର୍ଣ୍ଣ ଲଙ୍ଗଳ ଜଇଁ। ସ୍ୱୟଂ ଅନନ୍ତ ପ୍ରବେଶ ହେଲେ ବାହାରିବ। ଅନେକ ମୂର୍ତ୍ତି ଗୁଡାକ ଯୋଉଗୁଡାକ ଭୂମିକମ୍ପ ଦ୍ଵାରା ଭୂମିଷ୍ଠ ହୋଇଛି ସେ ସବୁ ମୂର୍ତ୍ତି ଆମର ଦାସ ଅଚ୍ୟୁତ ସବୁ ଉଦ୍ଧାର କରିବେ। ରାତ୍ରରେ ଯୋଉଠି ଉଦ୍ଧାର କରିବେ ସେଇଠି ଥୋଇ ଦେଇକି ପଳେଇ ଆସିବେ। ଭୂମିକମ୍ପ କି ପ୍ରାକୃତିକ ବିପର୍ଯ୍ୟୟ ଯୋଉ ବସୁଧା ଭିତରେ ସେ ସବୁ ବାହାର କରି ମହାପୁରୁଷ ଅଚ୍ୟୁତ। ହଁ ସେଦିନ ଏ ପୁରା ଉତ୍କଳ ନଗର ରାସସ୍ଥଳୀ ହେଇଯିବ। ଗୁପତ ରାହସ ନାଗିବ ସର୍ବମେଷ ନାଶ ଧୁଇବ। କୋଉଦିନ ନା ଭାନୁ ସାତ ହୋଇବେ ଅନେକ ଗୁପ୍ତ ଅଯୋଧ୍ୟା ପୁରୀ। ମାନେ 7 ସୂର୍ଯ୍ୟ। ହଁ ଯୋଉଦିନ ଏକାଠି ହେବେ 7ଟା ସୂର୍ଯ୍ୟ। 7 ଦିନ ଅନ୍ଧକାର ଯୋଉଦିନ ହବ ତାପରେ ପ୍ରଭୁ ରାମଚନ୍ଦ୍ର ବେଶ ହେବେ। କିଏ? ଦାରୁ ବ୍ରହ୍ମ ଦାରୁ ମୂରତି ରାମଚନ୍ଦ୍ର ବେଶ ହେବେ। ରତ୍ନ ସିଂହାସନରେ ବନ ବିହାରୀ ବିହାର କରିବେ। ବୁଝିଲ? ଜାଣିବ ରାମ ରାଜ୍ୟ ସେଇଦିନ ଘୋଷଣା ହବ। ଆଉ ସେଇଦିନ ଗୀତା ଭାଗବତ ସବୁ କିଛି ସବୁ ଲୋକମାନେ ଗାଈ ଚରା ଛୁଆ ବି ଗାଈ ଚରଉଥିଲେ ମୁହଁରେ ଗାଉଥିବେ। ତାଙ୍କ ମୁହଁରେ ଅନର୍ଗଳ ଛାଁ ମୁଖ ହେଇଯିବ। ମାନେ 7ଟା ସୂର୍ଯ୍ୟ ମଧ୍ୟ ସେଇ ସମୟରେ ଉଦୟ ହେବେ। ସପ୍ତ ସୂର୍ଯ୍ୟ ଭାନୁ ସତ ହେଇବେ ଅନେକ ଗୁପ୍ତ ଅଯୋଧ୍ୟା ପୁରୀ।
ସପ୍ତ ସୂର୍ଯ୍ୟର ତେଜ ହବ। ଆଚ୍ଛା ଏହା ଜାଣିବ। ଆଉ କଣ କଣ ଘଟଣା ଅଛି? ଆଉ ତ ସବୁ ଅନେକ ଘଟଣା ଅଛି। ପଞ୍ଚସଖା ମାନଙ୍କର ଗ୍ରନ୍ଥ ଯୋଉ ପ୍ରକାରେ ଲେଖିଦେଇ ଯାଇଛନ୍ତି, ସେ ଗ୍ରନ୍ଥ ଗୁଡାକ ଆଲୋଚନା କଲେ ପ୍ରାୟ ଦିନ, ସପ୍ତାହ, ମାସ, ବର୍ଷ ବର୍ଷ ଧରି ବ୍ୟାପି ଯିବ, ସେ ଆଉ ସରିବନି। ଆଚ୍ଛା ସେ ସମୁଦ୍ର ପଞ୍ଚସଖା ମାନଙ୍କର ଗ୍ରନ୍ଥ। ଆଚ୍ଛା ତାହେଲେ ଯୋଉ ଆଗକୁ ଟଙ୍କା ମଧ୍ୟ ଟଙ୍କା କାମ କରିବନି। ନାଇଁ ପୁରୀ ଯୋଉ ଦିବ୍ୟ ସିଂହ ଦେବ ରାଜା ଯିଏ ଅଛନ୍ତି ତାଙ୍କର ଏବଂ ଜଗନ୍ନାଥ ବଳ ସୁଭଦ୍ରା ଟଙ୍କା ଚାଲିବ। ଠିକ ଅଛି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ହର ହର ମହାଦେବ।